ଆପଣ ଜାଣିବେ ପଡ଼ ଅଛି କି ନାହିଁ। ତେବେ ସର୍ବପ୍ରଥମେ ଆମର ଗୋସଲା କପରେ ଯେଉଁମାନେ ରହିଛନ୍ତି ସଦସ୍ୟ ଆପଣଙ୍କୁ ପରିଚିତ ସଂସ୍କରଣ ହେଇଥିଲା ଆମର 2024-2025 ମସିହା ହେଇଥିଲା। ତେଣୁକି ଆମେ ତାଙ୍କୁ ପ୍ରଥମେ 2 ଲକ୍ଷ ଟଙ୍କା ଦେଇଥିଲୁ ଏବଂ 1.5 ଲକ୍ଷ ଟଙ୍କା ଦେଇଥିଲୁ ଏବଂ ମ୍ୟାନ୍ ଅଫ୍ ଦ ସିରିଜ୍ ମଧ୍ୟ ଦିଆଯାଇଥିଲା ଗୋଟେ ଗାଡ଼ି ହିସାବରେ। ସୌମ୍ୟରଞ୍ଜନ ମିଶ୍ର ଆମର ଯେଉଁ ଗୋଶାଳା କପ୍ ପରିବାର ସଦସ୍ୟ। ଦେଖନ୍ତୁ ଯେଉଁ ରବର ବଲ୍ ଖେଳ ହେଉଛି, ଟେନିସ୍ ବଲ୍ ଖେଳ ହେଉଛି, ସେ ଆଜି ଗାଁ ଗହଳିରେ ଖେଳର ହେଉଛି ସବୁଆଡ଼େ ଚାହିଦା ରହିଛି। ତ ସେଇଠି ଯେଉଁ ପିଲାମାନେ ଖେଳୁଛନ୍ତି ସେମାନଙ୍କର କୌଣସି ଡେଭଲପମେଣ୍ଟ କୌଣସି ଜାଗାରେ ହଉନି। ତ ସେଇ ପିଲାମାନେ କିନ୍ତୁ ଆଗକୁ ବଢ଼ିପାରିବେ ଏବଂ ଖାଲି ଆମ ଜିଲ୍ଲାରେ ନୁହେଁ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ଯେଉଁ ନାମ ଅର୍ଜନ କରିପାରିବେ। ସେଥିପାଇଁ ଆମେ ଗୋଟେ କପ୍ ଏଇ ଗୋଶାଳା କପ୍ ଭାବରେ ଗୋଟେ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଛୁ, ଯେଉଁଥିରେ କି ଆମେ ପ୍ରଥମ ପ୍ରାୟୋରିଟି ଦେଇଛୁ ଯେ ଆମେ ପ୍ରାୟ ଓଡ଼ିଆ ଘର ଛୁଆ, ଓଡ଼ିଆ ଘରେ ପ୍ରତ୍ୟେକ ଘରେ ଗୋଟେ ଆମେ ପ୍ରାୟ ଆମେ ଘରେ ଗାଈ ଥିବ, ଗାଈ କ୍ଷୀର ପିଇକି ବଢିଛୁ ସାନ ବେଳୁ। ଗୋ ମାତାକୁ ସମ୍ମାନ ଜଣେଇକି, ଗାଈକୁ ସମ୍ମାନ ଜଣେଇକି ତାଙ୍କ ଉଦ୍ଦେଶ୍ୟରେ ଏଇ ଗୋଶାଳା କପ୍ ଆମେ କରିଛୁ। ଆମର ଯୋଉ ମହାଶିବରାତ୍ରି ଅଛି 15 ତାରିଖରେ ଖେଳ ଷ୍ଟାର୍ଟ ହେଇକି ଦୀର୍ଘ ଆପଣଙ୍କର 14 ଦିନ ଖେଳ ହବ। ମାର୍ଚ୍ଚ 1 ତାରିଖ ଦିନ ଆପଣଙ୍କର ହଉଛି ଫାଇନାଲ। ଆପଣଙ୍କର 10ଟି ଟିମ୍ ହଉଛି ଏଠି ଭାଗ ନେଇଛନ୍ତି। ଏଟା ହଉଛି ଟୁର୍ଣ୍ଣାମେଣ୍ଟ, ଏଟା ହଉଛି ପ୍ରିମିୟର ଲିଗ୍, ଯୋଉଠି କି ପ୍ରତ୍ୟେକ ଟିମ୍ ସହିତ ଖେଳିବେ। ଗୋଟେ ଟିମ୍ 9ଟି ଲେଖା ମ୍ୟାଚ୍ ଖେଳିବ। ଆମ ଟୋଟାଲ ମ୍ୟାଚ୍ ସଂଖ୍ୟା ହଉଛି ଆମର 49। ଆମର 12 ଓଭର ବିଶିଷ୍ଟ ଖେଳ ଏବଂ ଏଇଠି ଆମର ଯୋଉ ପ୍ରାଇଜ ରାଶି ରହିଛି ତାହା ହଉଛି ଯେ ବିଜେତା ଦଳକୁ 2.5 ଲକ୍ଷ ଟଙ୍କା ଏବଂ ଆପଣଙ୍କର ଯିଏ ରନର୍ସ ଅପ୍ ତାକୁ ହଉଛି ଆପଣଙ୍କ 2 ଲକ୍ଷ ଟଙ୍କା। ମ୍ୟାନ୍ ଅଫ୍ ଦ ସିରିଜ ହଉଛି ସିବିଜେଡ୍ ଏକ୍ସଟ୍ରିମ୍ ବାଇକ୍, ବେଷ୍ଟ ବ୍ୟାଟ୍ସମ୍ୟାନ୍ ଆପଣଙ୍କର ୱାସିଂ ମେସିନ୍, ବେଷ୍ଟ ବୋଲର ହଉଛି ଫ୍ରିଜ୍ ଏବଂ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଫାଇନାଲ ଯିଏ ହେବେ ତାଙ୍କୁ ବାଇସାଇକେଲ ଏବଂ ବେଷ୍ଟ ଫିଲ୍ଡରକୁ ଆମେ ସ୍ମାର୍ଟ ୱାଚର ବ୍ୟବସ୍ଥା ରଖିଛୁ ଏବଂ ପ୍ରତ୍ୟେକ ଦିନ ଯିଏ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହେବେ ତାଙ୍କୁ 500 ରୁପିଜ୍ ଏବଂ ହଉଛି ଆମର ଟ୍ରଫି ରହିଛି ଏବଂ ବିଶିଷ୍ଟ ଆହୁରି ବିଶେଷ ଆକର୍ଷଣୀୟ ପୁରସ୍କାର ରହିଛି। ତା ଆଗକୁ ଆମେ ଆପଣଙ୍କୁ ଜଣାଇବୁ। ଏଟା ଆମର ଜାତୀୟ ସ୍ତରୀୟ ହଉଛି ଖେଳ, ଯୋଉଟା କି ଆପଣଙ୍କର ବର୍ତ୍ତମାନ ସେକେଣ୍ଡ ଆଉ ଇନାଗୁରେସନ୍ ପୁଣି ହେବ। କାଲିକୁ ପ୍ରତ୍ୟେକ ଦିନ ନ୍ୟୁଜ୍ ଆମେ ଯଥାଶୀଘ୍ର ପହଞ୍ଚିବା ପାଇଁ ଚେଷ୍ଟା କରିବୁ ଏବଂ ନିମନ୍ତ୍ରଣ ରକ୍ଷା କରି ଗୋଶାଳା କପ୍ 2026କୁ ସଫଳ କରିବା ପାଇଁ ସହଯୋଗର ହାତ ବଢ଼େଇଥିବାରୁ ଅର୍ଗାନାଇଜିଂ କମିଟି ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ।